ନନା ସବୁ ଲୁଟି ଦେବେ, ଖାଲି ଦୌଡ଼ା ଦୌଡ଼ି ହଉଛନ୍ତି। ମା କୁଆଡ଼େ, ମା ତମେ କାହା ଘରକୁ ଆସିଛ, ଏମିତି ଖାଲି ପଚାରୁଛନ୍ତି ନନା। ଘଟଣା କିଛି ଏମିତି ହେଲା, ଆଜି ସକାଳୁ ସକାଳୁ ଆମେ ବାହାରି ପଡ଼ିଲୁ 5 ଜଣ ମେମ୍ବର, 2ଟି ବାଇକ୍ ଧରିକି ଆରଡ଼ିଙ୍କ ପାଖକୁ ଯିବା ପାଇଁ। ଦେଖନ୍ତୁ, ଗୋଟେ ଗାଡ଼ିରେ ବାପା ବୋଉ ମୁଁ 3 ଜଣ ଅଛୁ, ଆଉ ଗୋଟେ ଗାଡ଼ିରେ ଆମ ଗଣେଶ ମାନେ ଆମ ବାଦଲ ଆଉ ଆମ ଝିଅ, ସେ 2 ଜଣ। ଏମିତି ବାଟରେ ସବୁ ଦେଖି ଦେଖି ଗଲୁ, ଭିଡ଼ିଓ କଲୁ। ବହୁତ ନଦୀ ପଡ଼ିଲା ସେପଟେ ସବୁ। ଆକ୍ଚୁଆଲି ଆମେ ଦଶରଥପୁର ପଟେ ଗଲୁ। ଦେଖନ୍ତୁ, ଏଇପଟେ ସବୁ ବହୁତ ନୂଆ ନୂଆ ଜିନିଷ ଦେଖିଲୁ। ବିଭିନ୍ନ ପ୍ରକାର ଧାନ ଗଦା ଦେଖନ୍ତୁ, ଆଉ ଏଇଠି ସବୁ ମଇଁଷି ଫଇଁଷି ଜାଲ ଘେରେଇକି ରଖିଛନ୍ତି। ଆମେ ଯାଇକି ପହଞ୍ଚିଗଲୁ, ଆମେ ପରିଚିତ ଆମର ଯିଏ ଆମ ଗାଁକୁ ଆସନ୍ତି ସେ ନନାଙ୍କ ଘରେ। ଏମିତି ଦେଖନ୍ତୁ, ବହୁତ ସୁନ୍ଦର ସୁନ୍ଦର ଦୃଶ୍ୟ ବାଟରେ କିନ୍ତୁ ଦେଖିକି ଗଲୁ। ଦେଖୁଛନ୍ତି ତ କେତେ ସୁନ୍ଦର ଭାବରେ ଗଦା ଦିଆହେଇଛି, ଧାନ ଗଦା, ମାନେ ବିଭିନ୍ନ ପ୍ରକାର ଗଦା। ମୁଁ ବି ଆଗରୁ ଏମିତି ଦେଖିନଥିଲି ସବୁ ଗଦା, 5-7 ପ୍ରକାର ଧାନ ଗଦା। ବାବା ଆଖଣ୍ଡଳମଣିଙ୍କ ଧାମରେ ଆମେ ପହଞ୍ଚିଗଲୁ ଆସିକି। ଦେଖନ୍ତୁ, ଆମ ଗାଁକୁ ଜଣେ ବାବା ଆସନ୍ତି, ବାବା କ'ଣ ସେ ନନା ପ୍ରତିବର୍ଷ ଆସନ୍ତି, ଆମ ଘରକୁ ଆସନ୍ତି, ଆମର ମଧ୍ୟ ପରିଚିତ ସେ ଥିଲେ। ତାଙ୍କ ଘରକୁ ଆମେ ସମସ୍ତେ ଦେଖନ୍ତୁ ଯାଇକି ଗଲୁ। ସେ ନନା ଆସିକି ଆମକୁ ବାଟରୁ ନେଇଗଲେ। ଆମେ ତାଙ୍କ ସହ ଯୋଗାଯୋଗ ମଧ୍ୟ ଆଗକୁ ରଖିଥିଲୁ, ସେଥିପାଇଁ ସେ ଆସିକି ବାଟରୁ ନେଇଗଲେ। ତାପରେ ଗଲୁ। ଦେଖନ୍ତୁ, ବର୍ତ୍ତମାନ ଆମେ ମନ୍ଦିର ପୀଠକୁ ଯିବୁ। ଯାଇକି ମାନେ ଜାଗା ବହୁତ ଭଲ ଲାଗିଲା। ମୁଁ ଆଗରୁ କେବେ ବି ଯାଇନଥିଲି, କିନ୍ତୁ ସେଠି ମାଳ ମାଳ ଷଣ୍ଢ ମୁଁ ଦେଖିଲି। ଠାକୁରଙ୍କୁ ଦେଖିବା ଆଗରୁ ଆଗେ ଦେଖିଲି, ଯୁଆଡ଼େ ଅନେଇଲା ବେଳକୁ ଖାଲି ଷେଣ୍ଢ। ଦେଖନ୍ତୁ, ଏମିତି ମନ୍ଦିର ପରିଭ୍ରମଣ କଲୁ। ଭିତରେ ତ କ୍ୟାମେରା ଆଲାଉ ନଥିଲା, ତଥାପି ବାହାରେ ଆମେ ସବୁ ଯାହା ଦେଖିଲୁ। ନନା ସେଠି ଆମ ପାଇଁ ସେଠି ଘର୍ଷଣ ହେଲା ମୁଖ୍ୟ ଭୋଗ ଲଗାଯାଏ। ଘର୍ଷଣ ପ୍ରସ୍ତୁତ କରିବା ପାଇଁ ସବୁ ନେଇକି ଆସିଲେ ଜିନିଷ। ଦେଖନ୍ତୁ, ମୁଁ ଏଠି ଟିକେ ଭିଡ଼ିଓ କରିଦେଲି। ଆଉ ସକାଳୁ ସକାଳୁ ଶୀତ ତ ପ୍ରବଳ। ଆମେ ପହଞ୍ଚିଲା ବେଳକୁ ହେଇଗଲା ପ୍ରାୟ 11ଟା। ତାପରେ ଟିକେ ସମୟ ବୁଲାବୁଲି କଲୁ ମନ୍ଦିର ପ୍ରାଙ୍ଗଣରେ। ତାପରେ ସେ ସାଇଡ଼୍ରେ ସବୁ ବୁଲାବୁଲି କଲୁ। ନନା ତାଙ୍କ ଦୋକାନକୁ ଡାକିକି ନେଲେ, ଆଉ ତାଙ୍କ ଦୋକାନ ବୁଲିକି ଡାକିକି ଦେଖାଇଲେ। ଆମ ପାଇଁ ସବୁ ଭୋଗରାଗ ପ୍ରସ୍ତୁତ କଲେ ଏଠି। ଦେଖନ୍ତୁ, ବହୁତ ସୁନ୍ଦର ଲାଗିଲା ବୁଲାବୁଲି ଆଜି କଲୁ ଯେଉଁ ମନ୍ଦିର ପ୍ରାଙ୍ଗଣରେ। ପ୍ରାୟ ଷେଣ୍ଢ 12-14ଟି ଷେଣ୍ଢ ଖାଲି ବୁଲୁଥିଲେ। ମୋତେ ଏଇ ଷେଣ୍ଢଟି ମାରିଥାନ୍ତା, କାଳିଆ ଷେଣ୍ଢଟି। ଦେଖୁଛନ୍ତି ତ, କାଳିଆ, ଧଳା, ନେଳି, କେତେ ପ୍ରକାର ଷେଣ୍ଢ ବାହାରିଲେଣି ତା ଭିତରୁ। କ'ଣ କରାଯିବ, ଯାହା ହଉ ସେ ଅଞ୍ଚଳ ଯାହା ଯେମିତି ଭଲ ଲାଗିଲା। ଏଇ ପାଖରେ ସବୁ ଦେଖନ୍ତୁ, ଆମର ଭିଡ଼ିଓ ସବୁ ଉଠାଉଥିଲେ ବୋଉ ହେରିକା। ମୁଁ ସେଇଠି ଦେଖନ୍ତୁ, ଏଇଠି ଲେଖା ହେଇଛି ବାବା ଆଖଣ୍ଡଳମଣିଙ୍କର, ତାଙ୍କର ମାନେ ଇତିହାସ। ଯିଏ ମାନେ ଯାହାକୁ ଜାଣିବାର ଥିବ ସେ ଏଇଠି ପଢ଼ିକି ଜାଣିପାରିବ। ଆଉ ଏଇ ପାଖରେ ଗୋଟେ ବଡ଼ ପୋଖରୀଟି ଥିଲା, ସେପଟେ ମଧ୍ୟ ଯାଇକି ଟିକେ ବୁଲାବୁଲି କରିକି ଭିଡ଼ିଓ କଲୁ। ଘର୍ଷଣ ପ୍ରସ୍ତୁତ ହେଲା ପରେ ଆମେ ସବୁ ଘର୍ଷଣ ପିଇଲୁ। ନନା ମଧ୍ୟ ଆମ ପାଇଁ ଘର୍ଷଣ ସବୁ ଘରକୁ ଦେଇଥିଲେ ଗୋଟେ ଡବାରେ। ଏଇଠି ପ୍ରସାଦ ଆଣିକି ମନ୍ଦିର ପ୍ରସାଦ ଦେଲେ। ଆମ ଗଣେଶ ପେଟକୁ ବହୁତ ଭୋକ ହେଲାଣି, ଦେଖନ୍ତୁ ଅନେଇଛି କେମିତି। ଏମିତି ସବୁ ହେଲା ପରେ ଆଉ ଗୋଟେ ଷେଣ୍ଢଟେ ଆସିଲା। ନନା ତାକୁ 2ଟି ନଡ଼ୁଆ ଦେଲେ, ସେ ଖାଇକି ମନ ଖୁସିରେ ଗଲା। ଆମେ ମଧ୍ୟ ପଳେଇ ଆସିଲୁ।